ଦିବ୍ୟ ଜୀବନ ସଂଘ ସୋରଡ଼ା ଶାଖାର 29ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଗଞ୍ଜାମ ସୋରଡ଼ାର ଦିବ୍ୟ ଜୀବନ ସଂଘ ସୋରଡ଼ା ଶାଖାଠାରେ 29ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ବିଗ୍ରହରେ ମାଲ୍ୟାର୍ପଣ କରାଯାଇ ସଦସ୍ୟମାନଙ୍କ ଦ୍ୱାରା ପ୍ରଭାତ ଫେରି, ଗୁରୁପାଦ ପୂଜା, ଭାଗବତ ଗୀତା ପାଠ ଏବଂ ଗୁରୁଙ୍କ ବାଣୀ ଆଲୋଚନା କରାଯାଇଥିଲା। ସେହିଭଳି ଭଜନ କୀର୍ତ୍ତନ ସହ ହନୁମାନ ଚାଳିଶା ପାଠ କରି ସଂଘର ବରିଷ୍ଠ ସଦସ୍ୟ ଏବଂ ପ୍ରତିଷ୍ଠାତା ସଦସ୍ୟ ଶ୍ୟାମସୁନ୍ଦର ରଣସିଂ, ଉପଦେଷ୍ଟା ସୁବାସ ପଣ୍ଡା, ପ୍ରଦୀପ ପାତ୍ର, ସଭାପତି ସୁଧାକର ପାତ୍ର, ସମ୍ପାଦକ ବି ପ୍ରଶାନ୍ତ କୁମାର ପାତ୍ର, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ଦେବରାଜ ମଲ୍ଲିକ, ଭାଗବତ ବେହେରା ଆଦିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସଂଘର ସଭାପତି ସୁଧାକର ପାତ୍ରଙ୍କ ଦ୍ୱାରା ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସମ୍ପାଦକ ବି ପ୍ରଶାନ୍ତ କୁମାର ପାତ୍ର, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଏଥିରେ ସହଯୋଗ କରିଥିଲେ। ଶେଷରେ ସମସ୍ତେ ପ୍ରସାଦ ସେବନ କରି ଭଗବତ କୃପା ଲାଭ କରିଥିଲେ। ଗଞ୍ଜାମ ସୋରଡ଼ାରୁ ସ୍ପେଶାଲ ରିପୋର୍ଟ ଆମ ଖବର।